ଏହି 1 ନଭେମ୍ବରକୁ ଦେବୋତ୍ଥାପନ ବଡ଼ ଏକାଦଶୀ ପଡ଼ିବାକୁ ଯାଉଛି। ଯଦି ଆପଣଙ୍କ ହାତରେ ଟଙ୍କା ରହୁନାହିଁ, ଲକ୍ଷ୍ମୀଙ୍କର ସମସ୍ୟା ଲାଗି ରହୁଛି, ତ ଏହି ଯେଉଁ 1 ନଭେମ୍ବର ଶୁକ୍ରବାରକୁ ପଡ଼ୁଛି, ତ ଏହି ଦିନ ବଡ଼ ଏକାଦଶୀ ପଡ଼ୁଛି। ଆଉ ଏହା କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଏକାଦଶୀ। ଆଉ ଏହି ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ ଯଦି ଘରର କୌଣସି ବି ମହିଳା ତୁଳସୀ ପତ୍ର, ଘିଅର ଦୀପ ଏବଂ 1 ଚୁଟକି ହଳଦୀରେ ଉପାୟ କରିଥାନ୍ତି, ତ ତାଙ୍କ ଘରେ ଧନ, ଟଙ୍କା, ପଇସା ବର୍ଷା ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ। ସବୁଠୁ ପ୍ରଥମେ ଯିଏ ବି ପ୍ରଭୁ ଦେବଦେବ ମହାଦେବଙ୍କର ପ୍ରିୟ ଭକ୍ତ, ଏହି ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖନ୍ତୁ। ଆପଣ ଏହି ବଡ଼ ଏକାଦଶୀ ଦିନ ଏହି 3ଟି ସାମଗ୍ରୀକୁ ନେବେ, ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ସାମ୍ନାକୁ ଯିବେ। ପ୍ରଥମେ ଆପଣଙ୍କ ହାତରେ ଚାଉଳର ଦାନା ଧରିବେ, ତାପରେ ଦୀପଟିକୁ ଜଳାଇ ଦେବେ, ତାପରେ ସେହି 3ଟି ତୁଳସୀ ପତ୍ର ଉପରେ 1